ଆପଣ କହିଲେ ଆମର ବିଏଲଏଫ ର ପ୍ରେସିଡେଣ୍ଟ ଯେ ଉଲ୍ଲାସ ମ୍ୟାଡାମ ଅଛନ୍ତି, ସେ ଆଜି ସିଡିପି ଅଫିସ ଘେରାଉ କରିବାକୁ ଆସିଥିଲେ, ବ୍ଲକ ଅଫିସ ବି ଘେରାଉ କରିବାକୁ ଆସିଥିଲେ। ତାଙ୍କର କିଛି ଡିମାଣ୍ଡ ରହିଛି, ଯେମିତି ସିଡିପି ଅଫିସରେ ସେ କହିବା କଥା ଯେ ଅଙ୍ଗନବାଡି ୱାର୍କର ଯୋଉ ନିଯୁକ୍ତି ଉପରେ କିଛି ଆମର ଅନିୟମିତତା ହେଇଛି। ତ ତା ବିଷୟରେ ଯାହା ବି ହେଇଛି ସେ ଏଇ ଜିନିଷଟା ଆମକୁ ଲିଖିତରେ ଦବା କଥା, ଡିସ୍କସନ କରିବା କଥା। ଡିସ୍କସନ କଲା ପରେ ଯଦି କୌଣସି ଆମେ ସଲ୍ୟୁସନରେ ନ ପହଞ୍ଚି ପାରିଲୁ ତାହେଲେ ଆମକୁ ଦବା କଥା ଯେ ଆମେ ତାଲା ପକେଇବାକୁ ଯିବୁ, ଘେରାଉ କରିବାକୁ ଯିବୁ। ତ କୌଣସି ପ୍ରାୟର ଇଣ୍ଟିମେସନ ନ କରିକି ଏଇ ଯୋଉ ଜିନିଷଟା କରିବା, ଏଇଟା କ୍ରିମିନାଲ ଆକ୍ଟିଭିଟି ସହିତ ସମାନ। ତ ଆମେ ସିଡିପିଓଙ୍କୁ ମଧ୍ୟ ଅନୁରୋଧ କରିଥିଲୁ ସେ ଏ ବିଷୟରେ ଆମକୁ ଲିଖିତ ଜଣାନ୍ତୁ। ତ ସେ ଏଥିରେ ଆମକୁ ଆଉ ତହସିଲଦାର ଓ ଆଇଏସସିଙ୍କୁ ମଧ୍ୟ ଲିଖିତ ଜଣାଇଛନ୍ତି। ତ ଆମେ ଏଇ ଯୋଉ ଚିଠିଟା ଆମେ ଆଇଏସସିଙ୍କୁ ଫରୱାର୍ଡ କରୁଛୁ ଯେ ସେମାନେ ଷ୍ଟେପ୍ସ ନେବେ ସେ ଅଫିସ ଖୋଲିବା ପାଇଁ। କୌଣସି ମତରେ ମଧ୍ୟ ଆମର ଅଫିସ ବନ୍ଦ ରହିବନି କି ଜନସାଧାରଣଙ୍କର କାମ ଆମର ବାଧାପ୍ରାପ୍ତ ହବନି। ତାଙ୍କର ଯାହା ବି ଅଛି ଆମେ ଆଶ୍ୱାସନା ଦେଇଛୁ ଯେ ବିଏଲଏଫ ମଧ୍ୟ ଆସିଥିଲେ ବ୍ଲକକୁ, ତାଙ୍କୁ ଆମେ ଆଶ୍ୱାସନା ଦେଇଛୁ ତାଙ୍କର ଯାହା ବି ଡିମାଣ୍ଡ ଅଛି ଆମେ ମାନେ ନେକ୍ସଟ 7 ଦିନ ଭିତରେ ତାକୁ ଆମେ ସମାଧାନ କରିବା ପାଇଁ ଚେଷ୍ଟା କରିବୁ। ନହେଲେ ଯଦି ଆମେ ବସିକି ତା ଉପରେ ଡିସ୍କସନ କରିବୁ ଆଗକୁ ଆମେ କଣ ଷ୍ଟେପ୍ସ ନେଇପାରିବୁ। କିନ୍ତୁ ଅଫିସ ଯାହା ହେଲେ ବି ଖୋଲା ରହିବ, କୌଣସି ହିସାବରେ ମଧ୍ୟ ଆମେ ଅଫିସ ବନ୍ଦ କରିକି ସରକାରୀ କାର୍ଯ୍ୟ ବାଧା କରିବା ପାଇଁ ଆମେ ତାଙ୍କୁ ମାନେ ଆଲାଉ କରିବୁ ନାହିଁ। କାର୍ଯ୍ୟାନୁଷ୍ଠାନ ଆମେ ଆଇଆଇସି କୁ ଏବେ କହିଦେଇଛୁ। ଆଇଆଇସି ଯାଇକି ଯାହା ତାଲା ସେମାନେ ପକେଇଥିବେ ତାଲା ଭାଙ୍ଗିବେ, ଆଉ ଯାହାହେଲେ ବି ଆମର କାମ ଅଫିସ କାମ ଚାଲିବ। ଅଫିସ କାମ ବନ୍ଦ ତାଙ୍କ ଏଗେନ୍ଷ୍ଟ ଏଫଆଇଆର ହବ ନିଶ୍ଚିତ ହିସାବରେ।